କଥା ଗୁଡ଼ା ସବୁ ରେକର୍ଡିଂ କରି ରଖ। ଦେଖ ଏଇଠି ଏ ଅମିନା ମ୍ୟାଡାମ ନା ଆରେ ତମର ଏଇଟା ନାଇଁ ମାନେ ବୁଝିପାରୁନ ଏଇଟା ରହିଲେ ତମ ଭବିଷ୍ୟତରେ କାମ ଦବ। ବୋପା ଆଉ କୋନି ଏଇଟା ଆରେ ବୁଝିପାରୁନ ଆଇଲେଣି ସାରେ ମତେ କିଏ ଦଉଛି ଖାଇବୁ? ତତେ ତ ଘରେ ଦେଉନାହାନ୍ତି, ମତେ କେହି ଦେବେନି। ସାର୍ ତାଙ୍କ ପଇସା କାଟିବେନି ଆଉ ଯାହା ହେଲା କାଟିବେନି, କିନ୍ତୁ ଏ ସବୁ କଥା ଲେଖିବାକୁ ନା ନା ଲେଖିଲେ କଣ ହବ? ଲେଖିଲେ କଣ ହବ? ଆଜି ଗୋଟେ ଲେଖିଲେ କଣ ହବ? ଲେଖିଲେ ଆଉ କଣ ହବ? ଯାହା ହଉଛି ହଉଛି ଆଉ। ଦୋଳି ଖେଳିବି ତମକୁ ତାଙ୍କର ଗୋଟେ ଜୋଇଁ ଇଏ ହେବେ, ତାଙ୍କୁ 1000 ଟଙ୍କା ଦେଲେ ଯୌତୁକ। ସେ ଯୋଉ ତାଙ୍କ ସ୍ତ୍ରୀର ଇଏ 100 ଥର କହିହେଲେ ମୁଁ 1000 ଟଙ୍କା ମରିଗଲାଣି। 1000 ଟଙ୍କା 100 ଥର କହିହେଲେ ମୁଁ ଦେଇଛି 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 କହିହେଲେ ବୁଢୀର ବାପ ବାପା କହିଲେ ଫେରେଇ ଦେଲନି ଚାକିରି କଲା ପରେ 1000 ଟଙ୍କା ଫେରେଇ ଦେଇଥାନ୍ତ। ଜନ୍ମ ତାରିଖ କେତେ? ମୁଁ ଜାଣିନି। ଜାଣିନାହାନ୍ତି ଦେଖିଲେ ମୁଁ ଜାଣିନି ସବୁ କଥା ଲେଖିବାକୁ ପଡିବ। ନାଇଁ ଏଇଟା ନା 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 ତା ଜନ୍ମ ତାରିଖ ସେ ଜାଣିନି ବୋଲି କହୁଛି। ମୁଁ ଖାତା ବହିରେ ନା 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 ମୁଁ ଅଫିସ ଅର୍ଡରରେ କେମିତି ତମେ ପେନସନ ପାଇବ ନା ନାଇଁ? ପକେଇଲେ ସିନା ପେନସନ ପାଇବ। କିଏ ମୁଁ? ଆଉ ସାର ଅଛନ୍ତି ସେଇ କଥା ସାର ବା ପଚାରୁଛନ୍ତି। ସବୁ ହେଇଛି ଭଗବାନ ପ୍ରଭୁ ଜଗନ୍ନାଥ। ଆଉ କେତେ ବର୍ଷ ଅଛି? ଆଉ ବର୍ଷେ ଜମାରୁ ଗୋଟେ ବର୍ଷ କେବେ ରିଟାୟାର? ଜାନୁଆରୀ ମାନେ 2026 ଜାନୁଆରୀ। ହଁ ତାଙ୍କୁ ଆଉ ଥରେ ସାର ଆଣିକି ରଖିବେ ଆପଣ। ତା ସାରେ ପ୍ରଭାତ ମାନଦତା ସିଏ ଆଣି ରଖିବ ନହେଲେ ତା ଘରେ ନେଇକି ରଖିବ। ଭଗବାନ ଆଇନାହାନ୍ତି କାହିଁକି? ଫୋନ କରି ପଚାରୁନୁ।